ଆମ ପରିଚୟ ଟିକୁ ମୋ ନାଁ ଅରୁଣ କୁମାର ନାୟକ। କ'ଣ ହେଇଥିଲା ଆଜି? ଆକ୍ଚୁଆଲି ମୁଁ ଶୋଇଥିଲି ଘରେ, ମା ଡାକିଲେ ବାଡ଼ି ପଟରେ ନିଆଁ ଲାଗିଯାଇଛି। ହଠାତ୍ ଦୌଡ଼ିକି ଆସିଲି। ଆସି ଦେଖିଲା ବେଳକୁ ଭୟାବହ ଦୃଶ୍ୟ ଥିଲା, ଯାହାକି ତିନିଟା ବାଲ୍ଟିରେ ପାଣି ଆଣିକି ଯାହା ସତର୍କରେ ଯେଉଁଠି ଆଇଟ୍ କରିହେବ ସେ ଜାଗାରେ ସବୁ ପାଣି ମୋବାଇଲ। ତାପରେ ସାଙ୍ଗେ ସାଙ୍ଗେ ବଡ଼ ଭାଇ ଆସି ପହଞ୍ଚିଲେ ମୋର। ସିଏ ଦମକଳ ବାହିନୀକୁ ଫୋନ୍ କରିକି ଇମିଡ଼ିଏଟ୍ ଆସିକି ସାହାଯ୍ୟ କରିବା ପାଇଁ ଯାଉ, ସିଏ ବି ଯଥା ସମୟରେ ଆସି ପହଞ୍ଚି ଯାଇଛନ୍ତି। ଆଉ ଆମର ଦୁଇଟା ତିନିଟା ବାଉଁଶ ବୁଦାରେ ନିଆଁ ଲାଗିଥିଲା, ଯେଉଁଟାକି ଗୋଟେ ବାଉଁଶ ବୁଦା ମୁଁ ବାଲ୍ଟିରେ ପାଣି ଛାଟିକି ତାକୁ ନିୟନ୍ତ୍ରଣ କଲା ପରେ ବାକି ଯେଉଁ ବାଉଁଶ ବୁଦାଟି ଥିଲା ସେଇଟା ବହୁତ ଭୟଙ୍କର ରୂପରେ ଜଳିଲାଣି। ତାକୁ ଆୟତ୍ତ କରିବା ଆମ ପକ୍ଷେ ସମ୍ଭବ ନଥିଲା, କିନ୍ତୁ ଦମକଳ ବାହିନୀ ଆସିକି ଯାହା ହଉ ତାକୁ ଆୟତ୍ତ କରିସାରିଲେଣି। ତା ବାଦେ ପାଖରେ ଇଲେକ୍ଟ୍ରିକ୍ ପୋଲ୍ ପାଖରେ ଗୋଟେ ବାଉଁଶ ବୁଦା ଯେଉଁଟା ଜଳିଲା ପରେ ଇଲେକ୍ଟ୍ରିକ୍ ତାର ମଧ୍ୟ ଜଳୁଥିଲା, ଆମେ ଦେଖିବାକୁ ପାଇଲୁ। ପାଖରେ ସେଠି ଛିଡ଼ା ହେବା ଭଳିଆ ଅବସ୍ଥା ନଥିଲା, ବହୁତ ଭୟାବହ ଅଗ୍ନିକାଣ୍ଡ ଭଳି ଲାଗିଥିଲା, ଯେମିତି ଭୟ ଲାଗୁଥିଲା ଦେଖିଲା ପରେ। ଯାହା ହଉ ଏବେ ଅଗ୍ନିଶମ ବାହିନୀର ସହାୟତାରେ ନିଆଁକୁ ଆୟତ୍ତ କରାସରିଲାଣି। ପାଖାପାଖି ଆହୁରି କିଛି ବାଉଁଶ ବୁଦା ଜଳୁଛି, ଯାହା ହଉ ତାକୁ ଲିଭେଇକି ଯିବୁ। ଆପଣ ପରିଚୟ ଟିକୁ ଶଶିକାନ୍ତ ବେହେରା, ଅନ୍ନପୂର୍ଣ୍ଣା ନଗର। କ'ଣ ହେଇଥିଲା ଏ ଯେଉଁ ଦମକଳ ଆସିଛି? ଆମେ ତ ମାଆଙ୍କ ଅନୁଷ୍ଠାନ ବର୍ତ୍ତମାନ ପୂଜା ଚାଲିଛି, ସେଠି ଥିଲୁ। ଅଚାନକ ଗାଁର ଖବର ଗଲା ଆମର ଏପଟେ ଯେଉଁ ଗାଁ ପଛପଟ ଗଛବୁଛ ବାଉଁଶ ବୁଦା ଏଠି ନିଆଁ ଲାଗିଯାଇଛି। ଆମେ ଆସି ଦୌଡ଼ିକି ଆସି ଦେଖିଲା ବେଳକୁ ନିଆଁ ଉଦୁଉଦେଇକି ଜଳୁଛି। ତାପରେ ଦମକଳ କତିକି ଫୋନ୍ କଲୁ, ସେ ଆସିକି ଯାହା ଆୟତ୍ତ କରୁଛନ୍ତି। ନିଆଁ ଅଗ୍ନିଶମରୁ ଆସିକି ଅଗ୍ନି ଆୟତ୍ତ କରୁଛନ୍ତି। ଆମର ଏଠି ଚାଷବାସ ଇଏ ସବୁ ପୋଡ଼ି ଯାଇଛି, ଧାନ ଚାଷ ହେଇକି ପୋଡ଼ି ଯାଇଛି, ଦାମୀ ଦାମୀ ଗଛ ସବୁ ପୋଡ଼ି ଯାଇଛି, ବାଉଁଶ ବୁଦା ସବୁ ନିଆଁ ଲାଗିଯାଇଛି, ସେ ସବୁ ପୋଡ଼ି ପାଡ଼ି ଯାଇକି ନଷ୍ଟ ହେଇଯାଇଛି। ଗଛ ଫଛ ସବୁ ପାଖରୁ ଘର ଏସବୁ ପାଖରୁ ଘର କେତେ? ହଁ, ପାଖର ଘର ଅଛି, ଦମକଳ ଠିକ୍ ଟାଇମ୍ରେ ଆସି ନିଆଁଟା ଆୟତ୍ତ ନ କରିଦେଲେ ଘର ବି କିଛି ଗାଁ ଭିତରେ